ଆଜି ମୁଁ ସମସ୍ତଙ୍କ ପାଇଁ ଖରାପ ହେଇଯାଇଥିଲି, କାହିଁକି ନା ମୋ ପାଖରେ କିଛି ବି ନଥିଲା। ସବୁକିଛି ହରେଇ ସାରିଥିଲି। ଟଙ୍କା ପଇସା, ସୁନା ଗହଣା, ପ୍ରେମ, ଭଲ ପାଇବା, ସବୁକିଛି ହରେଇ ସାରିଥିବା ମଣିଷଟା ପାଖରେ ଆଉ କ'ଣ ଥିଲା ଯେ କାହିଁକି କିଏ ପଚାରିବ, କାହିଁକି କିଏ ଆସିବ? ଦିନ ଥିଲା ମୋ ପାଖରେ ସବୁକିଛି ଥିଲା, ଆଉ ସେତେବେଳେ ସମସ୍ତେ ମୋ ସହିତ ଥିଲେ। ଆଜି ସବୁ ଚାଲିଗଲା, ସମସ୍ତେ ବି ଛାଡ଼ି ଚାଲିଗଲେ। ଦିନସାରା ସେ ଆଉଟ୍ ଗୋଇଂ ନଥିବା ଭଙ୍ଗା ଫୋନ୍କୁ ବାରମ୍ବାର ଦେଖୁଥିଲି। କାହାର ଫୋନ୍ ଆସୁନଥିଲା, ଆଉ ଯେଉଁ କଲ୍ ଆସୁଥିଲା ସେଗୁଡ଼ା କମ୍ପାନୀରୁ ଆସୁଥିଲା। କିଏ ରିଚାର୍ଜ କରିବାକୁ କହୁଥିଲା ତ କିଏ କ'ଣ ଅଫର୍ ଦେଉଥିଲା। ଦିନ ଥିଲା ମୋ ଫୋନ୍କୁ ଫାଙ୍କା ମିଳୁନଥିଲା। ସମସ୍ତେ ଏତେ କଲ୍ କରୁଥିଲେ ଯେ ମୁଁ ଭାବୁଥିଲି ଯାହା ହେଉ ମୋ ପାଇଁ କେତେ ଲୋକ ଚିନ୍ତା କରୁଛନ୍ତି। 2ଟା ଫୋନ୍କୁ ଦିନରେ କମ୍ ସେ କମ୍ 8 ଥର ଚାର୍ଜରେ ବସାଇବାକୁ ପଡ଼ୁଥିଲା, ଆଉ ଆଜି ଥରେ ଚାର୍ଜ କଲେ 8 ଦିନ ଚାଲୁଥିଲା। କ'ଣ କାମ ଥିଲା ତାର, ଯାହା ସେଇ ଭଙ୍ଗା ଟେବୁଲ ଉପରେ ପଡ଼ିଥିଲା। କେହି ତ କଲ୍ କରିବାର ନଥିଲା, ଆଉ ମୁଁ ବି କାହାକୁ କଲ୍ କରିପାରୁନଥିଲି। ସବୁ ସିମ୍ ଗୁଡ଼ା ଇନକମିଂ ସରିଯାଇଥିଲା। ଏ ଗୋଟେ ସିମ୍ ଜିଓ ଥିଲା, ଖାଲି ଇନକମିଂଟା ଆସୁଥିଲା। ଦିନେ ଯିଏ ସାଙ୍ଗମାନଙ୍କୁ ନେଇ ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଦାମୀ ଦାମୀ ଡିସ୍ କହୁଥିଲା, ଆଜି କେତେ ଦିନ ଯେ ଉପାସରେ କଟିଯାଉଥିଲା ତାର ହିସାବ ନଥିଲା। ଖାଇବା କଥା ତ ଛାଡ଼ନ୍ତୁ ଭାଇ, କାର୍ଟୁନ୍ ମିନେରାଲ ପାଣି ମୋ ଚାରିକଡ଼ରେ ରହୁଥିଲା, ଆଉ ଆଜି ପାଣି ଟୋପେ ପାଇଁ ସେଇ ପୁରୁଣା ମଇଳା ବୋତଲ ଧରି PWD ପାଣିକୁ ଅପେକ୍ଷା କରିବାକୁ ପଡ଼ୁଥିଲା। ଦିନେ ଯିଏ ବଡ଼ ବଡ଼ ସୋରୁମ୍ ଯାଇ ଦାମୀ ଦାମୀ କପଡ଼ା କିଣି ପିନ୍ଧୁଥିଲା, ଆଜି ତା ଦେହରେ ସେ ଫଟା କପଡ଼ାରେ ଯାହା କେବଳ ଲାଜ ଲୁଚଉଥିଲା। ହଠାତ୍ ଏସବୁ କଥାକୁ ମୁଁ ବୁଝିପାରିଲିନି। କଥାକୁ ଅଧାରୁ ବ୍ରେକ୍ କରି ପଚାରିଲି, ଆପଣ କିଏ? କ'ଣ ହେଇଛି ଭାଇ ଆପଣଙ୍କର? ମୁଁ ସମ୍ବିତ, ଘର ବାଲେଶ୍ୱରରେ। କାମ କିଛି ନାହିଁ, କେତେବେଳେ କେଉଁଠି କାମ ମିଳିଲେ 2 ପଇସା ମିଳିଯାଏ, ନହେଲେ ଉପାସରେ ରହିଯାଏ। ଗୋଟେ ବଡ଼ ସହରର ସେଇ ବସ୍ତି ଭିତରେ ମୁଁ ରୁହେ। ପୁଣି ଥରେ କଥାକୁ ବ୍ରେକ୍ କରି ପଚାରିଲି, କ'ଣ କହିବାକୁ ଚାହୁଁଛନ୍ତି? 2 ଦିନ ତଳେ ମୋ ମୋବାଇଲଟା ରିଚାର୍ଜ କଲି, ଆଉ ଗୋଟେ କାହାଣୀ ଶୁଣିଲି। ନମ୍ବର ତ ନଥିଲା, ମେସେଞ୍ଜରରେ କଲ୍ କଲି, ଆଉ ଭାବିଲି ମୋ କାହାଣୀ ଆପଣଙ୍କୁ କହିବି। ଆପଣ ଶୁଣିବେ ତ ପ୍ରତାପ ଭାଇ? ମୁଁ କହିଲି, ନିଶ୍ଚୟ ଶୁଣିବି। ସେ ଆଉ ମୋତେ କହିବାକୁ ସୁଯୋଗ ଦେଲାନି, ଆରମ୍ଭ କରିଦେଇଥିଲା ତା କଥା। ଭାଇ, ଦିନ ଥିଲା ମୁଁ ରାଜା ଭଳି ଥିଲି। ମୋ କାରବାର ବେଶ୍ ଭଲ ଚାଲୁଥିଲା, 2 ପଇସା ଭଲ ରୋଜଗାର ବି ହେଉଥିଲା। ମୋ ପାଖରେ ମୋ ପରିବାର, ବନ୍ଧୁ, ସାଙ୍ଗସାଥୀ ସବୁ ଥିଲେ। ଯେତେବେଳେ ଟଙ୍କା ଆସୁଥିଲା ମୁଁ ସମସ୍ତଙ୍କୁ ସାହାଯ୍ୟ କରି ଚାଲିଥିଲି, କେବେ କାହାକୁ ମନା କରିନି। ସାଙ୍ଗସାଥୀଙ୍କ ସହିତ ବେଶ୍ ମଜା ଖୁସି କରୁଥିଲି, ଅନେକ ଜାଗା ବି ବୁଲିବାକୁ ଯାଉଥିଲି। କିନ୍ତୁ ମୁଁ ଜାଣିନଥିଲି ଭାଇ, ମୋର ଦିନେ ଏମିତି ପରିସ୍ଥିତି ଆସିଯିବ। ହଠାତ୍ ମୋ ବ୍ୟବସାୟରେ ଲସ୍ ହେବା ଆରମ୍ଭ ହୋଇଯାଇଥିଲା। ସମସ୍ତଙ୍କୁ ସାହାଯ୍ୟ ମାଗିଲି, କେହି ମୁହଁକୁ ଚାହିଁଲେନି। ଯେଉଁମାନଙ୍କୁ ମୁଁ ନିଜର ବୋଲି ଭାବି ତାଙ୍କୁ ସାହାଯ୍ୟ କରୁଥିଲି, ତାଙ୍କ ପଛେ ଟଙ୍କା ଉଡ଼ଉଥିଲି, ସେମାନେ କେହି ବି ସାଥ ଦେଲେନି। ନା ପରିବାର, ନା ବନ୍ଧୁ, ନା ସାଙ୍ଗସାଥୀ, କେହି ସାଥିରେ ନଥିଲେ। ଧୀରେ ଧୀରେ ତଳକୁ ଖସିବାକୁ ଲାଗିଲି। ଯଦି କିଏ ସାହାଯ୍ୟ କରିଥାନ୍ତେ ମୁଁ ପୁଣି ଉପରକୁ ଉଠି ପାରିଥାନ୍ତି, ହେଲେ କେହି ଶୁଣିଲେନି। କାହାର ବୋଧେ ମୋ ଉପରେ ଭରସା ଆସିଲାନି। ଅନେକ ଚେଷ୍ଟା ପରେ ବିଫଳ ହେଇଗଲି ଭାଇ। ସବୁଠୁ ବେଶୀ କଷ୍ଟ ସେଦିନ ଲାଗିଥିଲା, ଯେଉଁଦିନ ମୋତେ ସବୁ ସମସ୍ୟାର ସାଥ ଦେବାକୁ କହୁଥିବା ମୋ ପ୍ରେମିକାଟା ଆଉ ମୋ କଲ୍ ଉଠେଇ ନଥିଲା। ମୋ ଗାଡ଼ି, ମୋ ଘର ସବୁ ବ୍ୟାଙ୍କ ନିଲାମ କରିଦେଲା। ମୋ ପାଖରେ ଥିବା ଛୋଟ ଛୋଟ ଜିନିଷ ବିକି କିଛି ଦିନ ଚଳିଗଲି। ଏତେ ଉପରକୁ ଉଠି ହଠାତ୍ ତଳକୁ ଖସିବା କେତେ କଷ୍ଟ, ତା ଭିତରେ ଲକ୍ଜରୀ ଲାଇଫଷ୍ଟାଇଲରୁ ଭିକାରୀ ଜୀବନ, କେତେ କଷ୍ଟ। ସବୁ କଷ୍ଟ ସହି ହେଉଥିଲା ଭାଇ, କିନ୍ତୁ ଜୀବନ ସାଥୀଟା ହାତ ଛାଡ଼ିଦେବା କଷ୍ଟଟା ଜମା ସହିପାରୁନଥିଲି। କେତେ ରାତି ବଡ଼ ବଡ଼ ହୋଟେଲ ଯାଇ ମୋ ସହିତ ଏନ୍ଜୟ କରୁଥିଲା। କେତେ ବଡ଼ ବଡ଼ ସୋରୁମ୍ ନେଇ ତାକୁ ଦାମୀ ଦାମୀ ଡ୍ରେସ୍ କିଣେଇ ଦେଉଥିଲି। କେତେ ଦାମୀ ଦାମୀ ଉପହାର ତାକୁ ମୁଁ ଦେଉଥିଲି। ତା ମୁହଁରେ ସବୁବେଳେ ଗୋଟେ କଥା ଥିଲା, ତମେ ମୋ ଜୀବନ, ତମକୁ ଛାଡ଼ି ଜମା ହିଁ ବଞ୍ଚିପାରିବିନି। ହେଲେ ସେ ବି ଦିନେ ମୋର ଏମିତି ପରିସ୍ଥିତିରେ ବଦଳିଗଲା। ଆଉ କାହା ଉପରେ ଭରସା ନଥିଲା ଭାଇ, ଆଉ କାହାଠୁ ସାହାଯ୍ୟ ପାଇଁ ବି ଆଶା ନଥିଲା। ହାରିଗଲି ବୋଲି ଭାବି ନେଇଥିଲି। ସବୁ ପ୍ରଚେଷ୍ଟା କରି ଯେତେବେଳେ ଫେଲ୍ ହେଇଯାଇଥିଲି, ଶେଷରେ ନିଜକୁ ସରେଣ୍ଡର କରି ଅଜଣା ଜାଗାକୁ ଯିବି ବୋଲି ଭାବି ନେଇଥିଲି, ଯେଉଁଠି ନା ମୋତେ କିଏ ଜାଣିଥିବେ, ନା କିଏ ଚିହ୍ନିଥିବେ। ଦିନେ ସବୁ ଛାଡ଼ିଦେଇ କିଛି ଟଙ୍କା, କିଛି କପଡ଼ା ଧରି ଟ୍ରେନରେ ବସି ପଡ଼ିଲି, ଆଉ ସେଇ ଅଜଣା ସହରରେ ପହଞ୍ଚି ଯାଇଥିଲି।
ଯେଉଁଠି ମୋ ଚାରିପଟେ ଖାଲି ଅଜଣା ଆଉ ଅଚିହ୍ନା। ଇଏ ଏମିତି ଏକ ଜାଗା ଥିଲା ଯେଉଁଠି ପାଣି ପବନ ଘର ବାଡ଼ି ବଡ଼ ବଡ଼ ଅଟ୍ଟାଳିକା ସବୁ ମୋ ପାଇଁ ଅପରିଚିତ ଥିଲେ। ଆଉ ସେଇ ବଡ଼ ସହରରେ ଗୋଟେ ଛୋଟ ବସ୍ତି ଭିତରେ ଆଜବେଷ୍ଟର ସେ ଭଙ୍ଗା ଘରଟା ଥିଲା ମୋ ନୂଆ ଠିକଣା। ବାସ୍, ଆଉ ସେବେଠୁ ମୋ ସହିତ କେହି ଯୋଗାଯୋଗ କରିନାହାନ୍ତି କି ମୁଁ କାହାକୁ ଯୋଗାଯୋଗ ବି କରିନି। ଆଜି ବହୁତ ଦିନ ପରେ ମନ ଖୋଲି ଆପଣଙ୍କ ସହ କଥା ହେଲି ଭାଇ। ଏ କାହାଣୀଟା ଟିକେ ଆପଣଙ୍କ କଣ୍ଠରେ ଜାଗା ଦେବେ ଭାଇ। ମୋ ପାଇଁ ନୁହେଁ, ଏ ଦୁନିଆ ପାଇଁ। ଯିଏ ତମ ସାଥିରେ ଅଛି ତା ଅସୁବିଧା ସମୟରେ ତା ସାଥିରେ ରହିବାକୁ ସମସ୍ତେ ଚେଷ୍ଟା କରନ୍ତୁ। ଯଦି ସେଦିନ ମୁଁ ସାହାଯ୍ୟ କରିଥିବା ସାଙ୍ଗସାଥି, ବନ୍ଧୁ, ପ୍ରିୟ ପରିଜନ ମୋତେ ଟିକେ ସାହାଯ୍ୟ କରିଥାନ୍ତେ ଆଉ ମୋ ସାଥ ଦେଇଥାନ୍ତେ, ହୁଏତ ମୁଁ ଆଜି ପୁଣି ସେଇ ଜାଗାରେ ଥାନ୍ତି। ଦୁନିଆରେ କାହାକୁ ଭରସା କରିବ ଭାଇ? ଏ ଦୁନିଆଟା ସ୍ୱାର୍ଥପର। ଆଉ ସେଇ ସ୍ୱାର୍ଥପର ଦୁନିଆ ଭିତରେ ଆମେ ସମସ୍ତେ ଏକା ବୋଲି ଭାବି ନେବା ଦରକାର। ରହୁଛି ଭାଇ, ନମସ୍କାର। ଏସବୁ କଥା ସେ କହିଲା ବେଳେ ମୁଁ ଖାଲି ଏକ ଲୟରେ ତା କଥା ଶୁଣୁଥିଲି। ତାକୁ କିଛି କହିପାରିନଥିଲି। ତା କଣ୍ଠ ବେଳେବେଳେ ବାଷ୍ପରୁଦ୍ଧ ହୋଇଯାଉଥିଲା ତ କେତେବେଳେ ସୁଁ ସୁଁ ହେଉଥିଲା। ମୁଁ ଜାଣିପାରୁଥିଲି ସେ କାନ୍ଦୁଥିଲା, ହେଲେ ତାକୁ କ'ଣ କହି ବୁଝେଇବି କିଛି ଚିନ୍ତା କରିପାରୁନଥିଲି। ଖାଲି ତା କଥା ଶୁଣିଲା ପରେ ଏ କାହାଣୀଟା ଲେଖିବା ଆରମ୍ଭ କରିଦେଇଥିଲି। ମୋ ପାଇଁ ଏ କାହାଣୀଟା ଲେଖିବା ଭାରି କଷ୍ଟକର ଥିଲା। ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।